ଆମେ ତ ଖାଇପାରୁନୁ, ଛୁଆଙ୍କୁ କ'ଣ ଦେବୁ? ଆଉ ଯେଉଁ ଛତୁଆରୁ କୁଣ୍ଡା ବାହାରୁଛି, ଛତୁଆରୁ କୁଣ୍ଡା ବାହାରୁଛି, ବାଦାମରୁ ପୋକ ବାହାରୁଛି। ଆଉ ଯେଉଁ ସୀମାବାରୀ ଘର ବାଙ୍କିଥିଲେ। ଆଉ ଏଇ ବାଦାମ ଗୁଡ଼ ଅଧିକା ଭଲ ଲାଗୁନି। ଆଉ ଛତୁଆ କୁଣ୍ଡା ଟିକେ ବାହାରୁଛି। ବାଙ୍କିଥିଲେ ଅଙ୍ଗନବାଡ଼ି ମିନି 8 ମସିହା। ବାଦାମ ଖାଇ ହେଉନି, ଗୁଡ଼ ଗୁଡ଼ ଗନ୍ଧଉଛି। ଆଉ ଛତୁଆ କୁଣ୍ଡା ବାହାରୁଛି। ବାଙ୍କିଥିଲା ଗ୍ରାମ ନା ହେଉଛି ଆଶାଲତା। ଖାଇ ହେଉନି ଛତୁଆ ଆଉ ବାଦାମ ଭଜା। ଆଉ ଆମେ ତ ଖାଇପାରୁନୁ, ଛୁଆଙ୍କୁ କ'ଣ ଦେବୁ? ଆଉ ଯେଉଁ ଛତୁଆରୁ କୁଣ୍ଡା ବାହାରୁଛି, ଛତୁଆରୁ କୁଣ୍ଡା ବାହାରୁଛି, ବାଦାମରୁ ପୋକ ବାହାରୁଛି। ଆଉ ଯେଉଁ ସୁଜିରୁ ବେସନରୁ ଧଳା ଧଳା ପୋକ ବାହାରୁଛି। ଆମେ ତ ଖାଇପାରୁନୁ, ଆଉ ଛୁଆଙ୍କୁ କ'ଣ ଦେବୁ? ଛତୁଆରୁ ମିଳୁଛି କିନ୍ତୁ ଖାଇ ହେଉନି, ବାହାରୁଛି ପୋକ, ଖାଇ ହେଉନି। ଆଉ ଗାଁ ନାଁ ହେଉଛି ବାଙ୍କତିରା, ଅଙ୍ଗନବାଡ଼ି କେନ୍ଦ୍ର ବାଙ୍କତିରା। ମୋ ନାଁ ହେଉଛି ରୀନାରାଣୀ ଜେନା। ହେଇଛି ଖାଇ ହେଉନି। ଆଉ ବାଦାମ ଲଡ଼ୁ ଖାଇ ହେଉନି, ସୁଜି ଖାଇ ହେଉନି, ପୋକ ଲାଗିଯାଇଛି। ଆଜ୍ଞା, ମାସ ହେଲା ଛତୁଆ ମିଳୁଛି କି ଅପରିଷ୍କାର କଲର ଆସୁଛି, ବହଳିଆ ଆସୁଛି। ଅନ୍ୟ ଜିନିଷ କମ୍, କୁଣ୍ଡା ବେଶୀ। ଆମେ ତ ସାଧାରଣ ଖାଇପାରୁନୁ, ଛୁଆଙ୍କୁ କ'ଣ ଦେବୁ? ସେମାନେ ଦୃଷ୍ଟି ନେଉଛି।